ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରକାଶିତ ବାକ୍ୟ ଲେଖିବାର ଉଦ୍ଦେଶ୍ୟ କ'ଣ? ଆପଣମାନେ ଜାଣନ୍ତି? ପ୍ରକାଶିତ ବାକ୍ୟ ଲେଖିବାର ଉଦ୍ଦେଶ୍ୟ ବିଷୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ ଏହି ଅଡ଼ିଓ ମାଧ୍ୟମରୁ। ପ୍ରକାଶିତ ବାକ୍ୟ 1:1 ଲେଖାଯାଏ। ଏହି ସମୟରେ ଯଦି ଆପଣମାନଙ୍କ ପାଖରେ ଈଶ୍ୱରଙ୍କର ପବିତ୍ର ବାଇବଲ ଅଛି ତାହେଲେ ଆପଣମାନେ ଦେଖନ୍ତୁ। ଯଦି ନଥାଏ ତାହେଲେ ଆପଣମାନେ ଫୋନ୍ ମାଧ୍ୟମରେ ମଧ୍ୟ ଦେଖିପାରିବେ କିମ୍ବା ଲେଖିକି ଆପଣମାନେ ପରେ ମଧ୍ୟ ଦେଖିପାରିବେ। ଏହି ଜାଗାରେ ଲେଖାଯାଏ, ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ ସେସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ। ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ। 1:1 ପ୍ରକାଶ କରାଯାଇଅଛି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲ ପ୍ରକାଶିତ ବାକ୍ୟ ପଢ଼ିଲା ପରେ ଆମ୍ଭେମାନେ ବୁଝିପାରୁଛୁ ଯେ, ବା ଆପଣମାନେ ମଧ୍ୟ ବୁଝିପାରିବେ ଯେ ସେଇ ଜାଗାରେ ତାହାଙ୍କର ବ୍ୟକ୍ତିତ୍ୱ, ତାହାଙ୍କର ଶକ୍ତି ଏବଂ ଅବିଳମ୍ବରେ ଯାହା ନିଶ୍ଚୟ ଘଟିବ ସେ ବିଷୟରେ ତାହାଙ୍କର ଦାସମାନଙ୍କୁ ପ୍ରକାଶ କରିବାର ଥିଲା। ଲେଖିବାର ଉଦ୍ଦେଶ୍ୟ ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଜଗତ ସମାପ୍ତ ହେବା ଏବଂ ବିଚାର ନିଶ୍ଚିତ ବୋଲି ଏହା ଶେଷ ଚେତାବନୀ ଥିଲା। ଲେଖିବାର ଉଦ୍ଦେଶ୍ୟ ଜଗତ ସମାପ୍ତ ହେବ ଏବଂ ବିଚାର ନିଶ୍ଚିତ ବୋଲି ଏହାର ଶେଷ ଚେତାବନୀ ଥିଲା। ଏବଂ ଯେଉଁମାନେ ଆପଣା ଆପଣା ବସ୍ତ୍ରକୁ ପବିତ୍ର ରଖିଥିଲେ ସେମାନଙ୍କର ମହିମାର ଅପେକ୍ଷା ଏବଂ ସ୍ୱର୍ଗର ଏକ ଛୋଟ ଦୃଶ୍ୟ ଏହା ଆମ୍ଭମାନଙ୍କୁ ଦିଏ। ମହାବିପଦ ସହିତ ଏହାର ସମସ୍ତ ଦୁଃଖ ଅବସ୍ଥାକୁ ଏବଂ ଶେଷ ଅଗ୍ନି ଯାହା ସମସ୍ତ ଅବିଶ୍ୱାସୀମାନେ ଅନନ୍ତ କାଳ ନିମନ୍ତେ ସମ୍ମୁଖୀନ ହେବେ ତାହା ପ୍ରକାଶିତ ବାକ୍ୟ ଆମ୍ଭମାନଙ୍କୁ ପ୍ରକାଶ କରେ। ଏହି ପୁସ୍ତକ ଶୈତାନ ଏବଂ ତାହାଙ୍କର ଦୂତମାନଙ୍କର ପତନ ବିଷୟକୁ ପୁନରାବୃତ୍ତି କରେ। ଆମ୍ଭେମାନେ ଜାଣିପାରୁଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି କିଛି ଅଡ଼ିଓ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଶୁଣିଥିବେ। ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।